ଶନିଦେବଙ୍କୁ ମଧ୍ୟ ମାନିଲେନି ଚୋର। ଦୀର୍ଘ ଦିନର ନୀରବତା ପରେ ପୁଣି ମନ୍ଦିରରୁ ଚୋରି। ଘୁମୁସିର ଅଞ୍ଚଳରେ ବିଭିନ୍ନ ମନ୍ଦିରରୁ ବାରମ୍ବାର ଚୋରି ହେଉଛି, କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଚୋରି କରୁଛି ଚୋର। ବେଲଗୁଣ୍ଠା ବ୍ଲକ ନୂଆଗାଁ ଶନି ମନ୍ଦିର ଓ ମା ବାର ପାହାନ୍ତୀଙ୍କ ମନ୍ଦିରରେ କଳା କନା ବୁଲାଇଛନ୍ତି ଚୋରମାନେ। ମା ବାର ପାହାନ୍ତି ଦେବୀଙ୍କ ରୂପା ଅଳଙ୍କାର ସବୁ ଚୋରି ହୋଇଛି, ଯାହାର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କା ହେବ। ଏହା ବ୍ୟତୀତ ଶନି ମନ୍ଦିରର ତାଲା ଭାଙ୍ଗି କିଛି ରୂପା ସାମଗ୍ରୀ ସହ ପାଣି ମୋଟର, ସାଉଣ୍ଡ ମାଇକ୍ ଇତ୍ୟାଦି ଚୋରି ହୋଇଛି। ଆଜି ସକାଳୁ ମନ୍ଦିର ପୂଜକ ଦ୍ୱାର ଫିଟାଇବା ସମୟରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଆଜି ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ବେଲଗୁଣ୍ଠା ପୋଲିସ ଆସି ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ ଭଞ୍ଜନଗର ଅଞ୍ଚଳରେ ବାରମ୍ବାର ମନ୍ଦିରମାନଙ୍କରେ ହେଉଛି, ତେଣୁ ଏହି ଚୋରି ପଛରେ କାହାର ବାହାର ରାଜ୍ୟ କିମ୍ବା ଅନ୍ତଃରାଜ୍ୟ ଚୋରି ଦଳ ସାମିଲ ଅଛନ୍ତି। ଆଜିର ଚୋରି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଭକ୍ତଙ୍କ ମନ ମଧ୍ୟରେ ଗଭୀର ଆଘାତ ଲାଗିଛି। ଭଞ୍ଜନଗର ବ୍ଲକ ବେଲଗୁଣ୍ଠା ବ୍ଲକର ବିଭିନ୍ନ ମନ୍ଦିରରେ ପୂର୍ବରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ ହୋଇନଥିବା ବେଳେ ବର୍ତ୍ତମାନ କେମିତି ଏହି ଘଟଣାର ପର୍ଦ୍ଦାଫାଶ କରିବ ଦେଖିବାକୁ ବାକି ରହିଲା। ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।